ପିଲାମାନେ, ତୁମେ ସବୁବେଳେ ତୁମର ସମସ୍ୟା ବିଷୟରେ କାହିଁକି ଚିନ୍ତା କରୁଛ? ତୁମର ସମସ୍ୟା ବିଷୟରେ ଚିନ୍ତା କରିବାକୁ ତ ମୁଁ ଅଛି। ମୋ ଉପରେ ବିଶ୍ୱାସ ରଖ। ମୁଁ ତୁମର ସମସ୍ତ ସମସ୍ୟା ଦୂର କରିଦେବି। ତୁମର ଆସୁଥିବା କାଲି ମଧ୍ୟ ବହୁତ ସୁନ୍ଦର। ଏହି କଥାକୁ ସର୍ବଦା ଧ୍ୟାନରେ ରଖ। ମୁଁ ତୁମକୁ ମାନବ ଜନ୍ମ ଦେଇଛି, ତେଣୁ ଏହାକୁ ସଠିକ୍ ଭାବରେ ବ୍ୟବହାର କର। କେବଳ ନିଜ ବିଷୟରେ କିମ୍ବା ତୁମର ଦୁଃଖ ବିଷୟରେ ଚିନ୍ତା କର ନାହିଁ। ତୁମ ଚାରିପାଖରେ ଯେଉଁମାନେ କଷ୍ଟ ପାଉଛନ୍ତି, ସେମାନଙ୍କର କଷ୍ଟକୁ ମଧ୍ୟ ହ୍ରାସ କରିବାକୁ ଚେଷ୍ଟା କର। ଯେତେବେଳେ ତୁମେ ଏପରି ସତ୍କର୍ମ କରିବ, ତୁମର ଦୁଃଖ ସ୍ୱୟଂଚାଳିତ ଭାବରେ କମି କମି ଶେଷ ହୋଇଯିବ। ମୋ ଉପରେ ବିଶ୍ୱାସ କର। ମୁଁ କଦାପି ମିଛ କହୁନାହିଁ। ଯଦିଓ ତୁମେ ଆର୍ଥିକ ରୂପରେ ସାହାଯ୍ୟ କରିପାରିବ ନାହିଁ, ତୁମେ ତୁମର ଶବ୍ଦ, ବ୍ୟବହାର ଏବଂ ପ୍ରାର୍ଥନାରେ ସେମାନଙ୍କୁ ସାହାଯ୍ୟ କରିପାରିବ। ମୋର ଏମିତି କିଛି ପିଲା ଅଛନ୍ତି, ଯେଉଁମାନେ ଭାବନ୍ତି କି ଆମେ କ'ଣ ପାଇଁ ଏବେ ପୂଜା କିମ୍ବା ନାମ ଜପ କରିବୁ। ଯେତେବେଳେ ବୃଦ୍ଧ ହେବୁ, ସେତେବେଳେ ଆମ ପାଖରେ କିଛି କାମ ନଥିବ। ସେହି ସମୟରେ ଆମେ ଏସବୁ କାର୍ଯ୍ୟ କରିବୁ। ତାହେଲେ ଶୁଣ ପିଲାମାନେ, ଯଦି ତୁମେ ବୃଦ୍ଧ ହେବା ପର୍ଯ୍ୟନ୍ତ ଅପେକ୍ଷା କର, ତେବେ ତୁମର କର୍ମର ଫଳ ମଧ୍ୟ ସେ ପର୍ଯ୍ୟନ୍ତ ଜାରି ରହିବ। କିନ୍ତୁ ଯଦି ତୁମେ ଆଜିଠୁ ନାମ ଜପ କରୁଛ, ତେବେ ଆଜିଠାରୁ ତୁମର କର୍ମ କଟି ଚାଲିବ ଏବଂ ତୁମ ଜୀବନରେ ସୁଖର ସମୟ ଆସିବ। ଆରେ ପିଲାମାନେ, କାଲି କିଏ ଦେଖିଛି? ସେଥିପାଇଁ ଯାହା କରିବାର ଅଛି, ତାହା ଆଜି ହିଁ କର। ମୋ ଆଶୀର୍ବାଦ ସବୁବେଳେ ତୁମ ସହିତ ଅଛି। ଓମ୍ ସାଇ ରାମ, ଜୟ ସାଇ ରାମ।